ହେଇ ଦେଖିଲ ଆଜି ପହଞ୍ଚି ଯାଇଥିଲି ଜଗତସିଂହପୁର ଆର୍‌ସିଟିରେ ଟ୍ରେନିଂ ଦେବା ପାଇଁ। ଧୂପକାଠି ଟ୍ରେନିଂ ଚାଲିଥିଲା। ଆଉ ଆର୍‌ସିଟିରେ ପହଞ୍ଚିକି ସେମାନଙ୍କୁ ପାଠ ଟିକେ ପଢ଼େଇ ଦେଇକି କହିଲି ଚାଲ ସମସ୍ତେ ଧୂପକାଠି ତିଆରି କରିବା। ପିଲାମାନେ ପୁରା ଏକଦମ ଭଲ ପିଲା, ପଙ୍କ୍ଚୁଆଲ୍, ପୁରା ଟାଇମ୍ରେ ଆସିବେ। ମାନେ 9ଟା ମାନେ ସିଏ ଆସିକି ଠିକ୍ 9:30 10:30 11ଟା ଭିତରେ ପହଞ୍ଚିଯିବେ। ତ ତାପରେ କ'ଣ ହେଲା ନା ଧୂପକାଠି ସେମାନେ ବଢ଼ିଆ ସେ ଚକଟିବେ। ଚକଟିକି ଦେଖ କେମିତି ଧୂପ ତିଆରି କରିବା ଲାଗିଲେଣି। ହଁ, ଏଇଟା ଗୋଟେ କଥା, ବଢ଼ିଆ ସେ ଧୂପ ପେଲୁଛନ୍ତି। ତାଙ୍କ ଭିତରେ ଜଣେ ଜଣେ କିଏ ଥିଲେ, କିନ୍ତୁ ଲାଷ୍ଟ ମୋମେଣ୍ଟରେ ତାଙ୍କର ବି ହେଇଗଲା। ସାଙ୍ଗେ ସାଙ୍ଗେ ତ କେଉଁ ଜିନିଷ ହେଇଯାଏନି। ତାପରେ ମ୍ୟାଡ଼ାମ୍ ତାଙ୍କୁ ବୁଝାଉଛନ୍ତି ଗୋଟେ ବ୍ୟବସାୟ ଭିତରେ କେମିତି ଆମେ ଖେଳ ଖେଳିକି ସେ ବିଜନେସ୍ଟା କରିବା। ଆଇସ୍ ବ୍ରେକିଂ ଗୋଟେ ଖେଳ ଅଛି, ଖେଳ ଖେଳେଇ ସାରିଲା ପରେ ତାପରେ ମୁଁ ସେମାନଙ୍କୁ ନେଇଯାଇଥିଲି ଫିନାଇଲ୍ ତିଆରି କରିବା ପାଇଁ। ଆଉ ଫିନାଇଲ୍ ତିଆରି କରିବା ବେଳେ ମୋର ଯେଉଁ ଜଣେ ଛାତ୍ରୀ ସିଏ ଭିଡ଼ିଓ ରେକର୍ଡ଼ିଂ କରୁଥିଲେ, ସେ ଏପଟ ସେପଟ କରିକି ଯେତିକି ଭିଡ଼ିଓ ରେକର୍ଡ଼ିଂ କରିଛନ୍ତି ଆଜି ଏଡ଼ିଟିଂ କରିବା ମୋ ଫେଣ ବାହାରି ପଡ଼ିଲାଣି। ଯାହା ହଉ ଭଲ ଭାବେ ବି କିଛି ଭିଡ଼ିଓ ଏଡ଼ିଟିଂ ହେଇଛି। ବଢ଼ିଆ ବଢ଼ିଆ ସର୍ଟ ବି କିଛି ଭିଡ଼ିଓରେ ସେ ନେଇଛନ୍ତି। ଦେଖ ଅଳତା କରିକି ତାକୁ ଗୋଡ଼ରେ ଲଗେଇ ତାପରେ ପ୍ୟାକିଂ କରିକି ରେଡ଼ି କରିଦେଲେଣି ଘରକୁ ନେବା ପାଇଁ। ଏପଟେ ଅଳତା ଚାଲିଛି, ସେପଟେ ଫିନାଇଲ୍ ଚାଲିଛି। ତା ପୂର୍ବରୁ ସେପଟେ ଗୋଟେ ଦେଖନ୍ତୁ, ସେପଟେ ଚାଲିଛି କ'ଣ ଆମର ଉଜାଲା ଗୋଟେ ବି ଚାଲିଛି। ଆଉ ଏଠି ଆଉ ଜଣେ ଭାଇ ଥିଲେ, ସିଏ ବି ପୁରା ତାଙ୍କ ସହିତ ସବୁ କାମରେ ବ୍ୟସ୍ତ। ଏଠି ଟ୍ରେନିଂ ଚାଲିଲା। ତାପରେ ତାଙ୍କୁ ପଚାରିଲି, ମୁଁ କହିଲି ଆଜି ସବୁ କୋଶ୍ଚିନ୍ର ଆନ୍ସର୍ ଦେବ, ମିଲି କହିବ, ଯିଏ ନ କହିପାରିବ ଦେଖିବ। ଆଉ ସେମାନେ ସବୁ କୋଶ୍ଚିନ୍ର ଆନ୍ସର୍ ଦେଲେ, ବହୁତ ବଢ଼ିଆ ବି ଆନ୍ସର୍ ଦେଉଥିଲେ, କାମ ବି ବଢ଼ିଆ କରୁଥିଲେ। ଦେଖ ସବୁ ଧୂପକୁ କେମିତି ବାଛିକି ଅଲଗା ଅଲଗା କରିଦେଉଛନ୍ତି। ସେ ଧୂପ ଗୁଡ଼ାକ ଏତେ ମନ ଦୁଃଖ କରିବେନି, ଆମେ ପ୍ରଥମ ଦିନ ବନାଇଥିଲୁ ଟିକେ ଭଲ ହେଇନଥିଲୁ ବୋଲି ଆମକୁ ଅଲଗା କରିଦେଉଛ। ତାପରେ ସବୁଗୁଡ଼ାକ ଧୂପ ଅଲଗା କରିସାରିକି ସେମାନଙ୍କୁ ଶିଖେଇଥିଲି କେମିତି ସେଣ୍ଟ ଦେବା। କାହିଁକିନା ସେଇଟା ହେଉଛି ଧୂପକାଠିର ମୂଳ କଥା। ଆଉ ଯେମିତି ମୁଁ ମୋର ପୂର୍ବ ସବୁ ଭିଡ଼ିଓରେ ଆପଣମାନଙ୍କୁ କହି ଆସିଛି, ଆପଣମାନଙ୍କ ଭଲ ପାଇବା, ଆପଣମାନଙ୍କର ସ୍ନେହ ଆଶୀର୍ବାଦ ମୋର ଏକାନ୍ତ କାମ୍ୟ। ଆପଣମାନେ ଏମିତି ଭଲ ପାଇବା ଦେଇ ଚାଲିଛନ୍ତି ବୋଲି ମୁଁ ଗୋଟେ ପରେ ଗୋଟେ ଭିଡ଼ିଓ ପକାଇ ଚାଲିଛି। ଆଉ ଏମିତି ଆର୍‌ସିଟିରୁ ଆପଣମାନେ ଟ୍ରେନିଂ ନିଅନ୍ତୁ। ପ୍ରତ୍ୟେକଟି ଜିଲ୍ଲାରେ ଆର୍‌ସିଟି ରୁରାଲ୍ ସେଲ୍ଫ ଏମ୍ପ୍ଲୟମେଣ୍ଟ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ପ୍ରତ୍ୟେକଟି ଜିଲ୍ଲାରେ ଅଛି, ପ୍ରତ୍ୟେକଟି ରାଜ୍ୟରେ ଅଛି, ଆମ ଦେଶରେ ସବୁ ଜାଗାରେ ଅଛି। ଆପଣ ସବୁ ଜାଗାରେ ଯେଉଁଠି ବି ଥାଇକି ମୋ ଭିଡ଼ିଓ ଦେଖନ୍ତୁ, ଆପଣ ଏମିତି ଯାଇକି ଟ୍ରେନିଂ ନେଇପାରିବେ ନିଜ ଜିଲ୍ଲାରେ। ଆଉ ସେଇଠି ଫର୍ମ ପକାଇ ପାରିବେ। ଯେତେବେଳେ ତାଙ୍କର ଟ୍ରେନିଂ ଆସିବ ସେମାନେ ବି ମଧ୍ୟ ଆପଣଙ୍କୁ କହିଦେବେ। ଆପଣ ଯେଉଁ ଯେଉଁ ଟ୍ରେନିଂ ନେବେ ସମ୍ପୂର୍ଣ୍ଣ ମାଗଣାରେ ଆପଣ ଟ୍ରେନିଂ ନେବେ, ଗୋଟେ ବି ପଇସା ଆପଣଙ୍କୁ ଦେବାକୁ ପଡ଼ିବନି। ଆଉ ଇଏ ହେଉଛି ଗୋଟେ ସମ୍ପୂର୍ଣ୍ଣ ଶିଖିବା ଆଉ ଆଗକୁ ବଢ଼ିବାର ଗୋଟେ ରାସ୍ତା, ଯେଉଁଟାକି ମୁଁ ଯେମିତି କହିଥିଲି, ମୁଁ ଆମ ଯାଜପୁର ଆର୍‌ସିଟିରୁ ଟ୍ରେନିଂ ନେଲା ପରେ ଆଜି ଏମିତି ଅଲ୍ ଓଡ଼ିଶାରେ ମଧ୍ୟ ଟ୍ରେନିଂ ଦେଇପାରୁଛି। ଆପଣମାନେ ମଧ୍ୟ ଏମିତି ଟ୍ରେନିଂ ନେଇପାରିବେ ଆଉ ଦେଇପାରିବେ ମଧ୍ୟ। ଠିକ୍ ଅଛି, ଏବେ ଚାଲ ଯିବା ଆମେ ମୋ ବ୍ଲଗ୍ ଭିତରକୁ। ଆଉ ପିଲାମାନେ ସବୁ ମୋ କଥା ଦେଖ କେମିତି ଧ୍ୟାନ ମଗ୍ନ ହୋଇକି ଶୁଣୁଛନ୍ତି। କାହିଁକିନା ନହେଲେ ମୁଁ ତାଙ୍କୁ କହିଛି ଆଜି ମାଡ଼ ହେବ। ମାଡ଼ ତ ହେବନି, କିନ୍ତୁ ଗୋଟେ ଡରେଇ ଦେଇଥିଲି ଆଉ। ଯାହା ବି ହଉ, ସବୁ ପିଲାମାନେ ମୋ କଥା ମାନିକି ଜଣକ ପରେ ଜଣେ ଜଣକ ପରେ ଜଣେ ଜଣକ ପରେ ଜଣେ ସମସ୍ତେ ଆସିକି ଧୂପକାଠିକୁ ମୁଁ କହିଲି ଧୂପକାଠିକୁ ସେଣ୍ଟେଡ଼୍ କରିବ। ସେଣ୍ଟେଡ଼୍ କରିସାରିଲା ପରେ ତାକୁ ଯାଇକି ତୁମେ ପ୍ୟାକିଂ କରିବ। ପ୍ୟାକିଂ କରିକି ତାପରେ ତାକୁ ଆମେ ବଜାରକୁ ବିକ୍ରି କରିବା ପାଇଁ ନେବା। ଏଠି ଦେଖ ଝୁଣା ଧୂପ ଗୁଡ଼ା ସବୁ ଥୁଆ ହେଇଛି। ଆଉ ଝୁଣା ଧୂପ ଗୁଡ଼ାକୁ ତାଙ୍କୁ ପ୍ୟାକିଂ କରିବାକୁ ମୁଁ କହିଦେଇଥିଲି। ଭାଇ ଏତେ ଗରମ ହେଉଛି ନା, ସତରେ ଫ୍ୟାନ୍ ବନ୍ଦ କରିକି ଭଏସ୍ ଦେଲାବେଳକୁ ବହୁତ ଗରମ ହେଉଛି। ଖରାଦିନେ ଏଡ଼ିଟିଂ କରିବା ଭାରି କଷ୍ଟ ହେଇଯାଉଛି। ହଉ ଠିକ୍ ଅଛି, କାହିଁକିନା ଏ ଝାଳ ଆପଣମାନଙ୍କର ଭଲ ପାଇବା। ସତରେ ଯାହା ବି ହଉ, ତ ସେମାନେ ତାପରେ ସମସ୍ତେ ସେଣ୍ଟ ଦେଲା ପରେ ଲାଗି ପଡ଼ିଲେ ଜଣଙ୍କ ପରେ ଆସିକି ଜଣେ ସେଣ୍ଟ ଦେବା ପାଇଁ। ମୁଁ କହିଲି କେହି ମାଡ଼ଗୋଳ ଲାଗିବନି, ଝଗଡ଼ା ଲାଗିବନି, ଜଣଙ୍କ ପରେ ଜଣେ ଆସିକି ସେଣ୍ଟ କରିକି ତାପରେ ଯାଇକି ଆମେ କ'ଣ କରିବା ନା ଧୂପ ବେଲିବା। ଏଠି ଦେଖ ସମସ୍ତେ ଲାଗି ପଡ଼ିଛନ୍ତି ସେ ହ୍ୟାଣ୍ଡ ୱାଶ୍କୁ ପ୍ୟାକିଂ କରିବାରେ। ଆମର ଯେଉଁ ଡିଶ୍ୱାଶ୍ ତିଆରି ହେଇଥିଲା ସେ ଡିଶ୍ୱାଶ୍ ପ୍ୟାକିଂ କରିକି ଏଠି ଖୋଳ ତିଆରି ହେଇଗଲା। ଖୋଳ ତିଆରି ହେଇସାରିକି ତାପରେ ସେ ଧୂପ ତା ଭିତରେ ପଶିବ। ସେ ଧୂପ ରଖା ହେଇକି ସେ ବଡ଼ ପ୍ୟାକେଟ୍ରେ ପ୍ୟାକିଂ ହେଇକି ମାର୍କେଟକୁ ଯିବ। କିନ୍ତୁ ସେ ଭାଇ ଜଣଙ୍କ ଏଠି ପୁରା ମ୍ୟାନେଜର ଟାଇପ୍ର କାମଟା ନେଇଥିଲେ। ଏଠୁ ଖୋଳ ନେଇକି ସେଠି ଦେବା, ସେଠୁ ଧୂପ ନେଇକି ସେଠି ଦେବା, ପୁରା ତାଙ୍କ ଭିତରେ ମ୍ୟାନେଜର ଆଉ କ'ଣ। ଆଉ ସମସ୍ତେ ପୁରା ବଢ଼ିଆ ପିଲା ଥିଲେ। ତାଙ୍କ ଭିତରେ ଜଣେ ଦୁଇ ଜଣ ଟିକେ ଥିଲେ, ମାନେ କ'ଣ କି
ଭଲ କମେଡ଼ି କରୁଥିଲେ, ଭଲ ମଜା କରୁଥିଲେ। ଆଉ ସେ ମାଉସୀ ଜଣକ ଆମର ସେ ପୁରା ଏଇ ଦେଖନ୍ତୁ ଏଇ ମାଉସୀ ଆମର ଚାଲିଥିଲେ ପଳେଇଲେ ପାଖକୁ। ମାଉସୀ ପୁରା ଦିଲଖୁସ ଲୋକ, ପୁରା ହସେଇ ଦେଉଥିଲେ ସବୁବେଳେ। ତ ମୋତେ ଏବେ ବିଦାୟ ଦେଲେ, ରହୁଛି, ବାଏ।